ଖରା ଦିନ ସମୟ ଆସି ଯାଇଥାଏ। ଦିନ ବେଳେ ଟାଣ ଖରା ଆଉ ସନ୍ଧ୍ୟା ସମୟରେ ହାଲକା ପୁଲକା ଥଣ୍ଡା ହାୱା ଦଉଥାଏ। ଏମିତି ମଧ୍ୟରେ ସିନୁର ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହେଇଯାଇଥାଏ। ମ୍ୟାଟ୍ରିକ୍ ପରୀକ୍ଷା ଜୀବନର ସବୁଠୁ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା, ଯାହାକି ଆମ ଆଗାମୀ ଜୀବନକୁ ବଦଳାଇ ଦେଇଥାଏ। ମାଣିକପୁର ହାଇସ୍କୁଲରେ 50 ଜଣ ପିଲା ମ୍ୟାଟ୍ରିକ୍ ପରୀକ୍ଷା ଦେଉଥାନ୍ତି। ଆଉ ସିନୁ ମଧ୍ୟ ଭଲ ଭାବରେ ପରିଶ୍ରମ କରିଥାଏ। ତଥାପି ତା ମନରେ ଡର ଥାଏ, କାଳେ ପରୀକ୍ଷା ଭଲ ନହେବ ଆଉ ସେ ଫେଲ୍ ହେଇଯିବ ବୋଲି। ସିନୁ ଭାବୁଥାଏ ଏ ବର୍ଷ ପରୀକ୍ଷା ସରିଲା ପରେ ମାମୁଁ ଘର ଯାଇ ବହୁତ ସାରା ମସ୍ତି କରିବ। ସେପଟେ ବଗୁଲା ପାଠଶାଠ କିଛି ନାହିଁ, ଖାଲି କପି କରିବାରେ ମାହିର। କିନ୍ତୁ ବଗୁଲାର ବାପା ତାକୁ ବହୁତ ବୁଝାଉଥାନ୍ତି, ଆଉ ବଗୁଲା କାହା କଥା ନ ମାନି ତାର ଦୁଷ୍ଟାମି ଚଲାଉଥାଏ। ପୋଖରୀରେ ଡିଆଁ ଡିଇଁ ସବୁ ଚଲେଇଥାଏ। ଆରେ ବଗୁଲା, କାଲି ବା ପରୀକ୍ଷା, ଯାଉନୁ ପାଠ ପଢ଼ିବୁ ଟିକେ। ତା ପହର ଦିନ। ଆରେ ସିନୁ, ମୁଁ ତୋଠୁ ବହୁତ ଭଲ ମାର୍କ ଆଣିବି ଆଉ ମାଣିକପୁର ସ୍କୁଲର ଟପର ହେବି। ହଁ ବାବା, ମୁଁ ସବୁ ପଢ଼ି ଶେଷ କରିଦେଇଛି। କାଲି ମାତୃଭାଷା ପରୀକ୍ଷା ବା, ଆଉ ମୁଁ ମାତୃଭାଷା ପରୀକ୍ଷାରେ 100ରୁ 100 ଆଣିବି, ଦେଖିବ। ତା ପହର ଦିନ। ଏମିତି କଥାବାର୍ତ୍ତା ହୋଇ ସମସ୍ତେ ବସ୍ରେ ସ୍କୁଲ ଆଡ଼େ ଯାଆନ୍ତି। हीरो हूँ मैं, सबसे बड़ा हीरो हूँ मैं। ଆରେ ଜଣା ପଡୁଛି ବଗୁଲା ଯେମିତି ହଉଛି, ଲାଗୁଛି ସେ ସବୁ ପାଠ ପଢି ଦେଇଛି। ଦେଖୁନୁ, ତାର ଜମା ବି ଟେନସନ ନାହିଁ, ସେ ପୁରା ବିନ୍ଦାସ ଅଛି। ସ୍କୁଲ ଭିତରେ ବଗୁଲା କପି ସବୁ ଲୁଚାଇ ରଖିଥାଏ ଏବଂ ଗୋଟି ଗୋଟି କରି ବାହାର କରି ଲେଖୁଥାଏ। ଆଉ ଠିକ୍ ସେହି ସମୟରେ ସ୍କ୍ୱାଡ୍ ଗାଡ଼ି ସ୍କୁଲ ଭିତରକୁ ଆସେ। ପିଲାମାନେ ସବୁ ଡରି ଯାଆନ୍ତି। ଏ ବଗୁଲା, ଦେଖ, କପି କରି ଯଦି ଧରା ପଡ଼ିଛୁ ତାହେଲେ ତୁ ଏକ୍ସପେଲ୍ ହେଇଯିବୁ, ଜାଣିଛୁ ତ? ଏ ଭଗବାନ, ମୋତେ ଯେମିତି ହେଲେ ପରୀକ୍ଷା ପାସ୍ କରେଇ ଦିଅ। ଟିଚର ତାକୁ ଧରି ଦିଅନ୍ତି ଆଉ ବାହାରକୁ ଚେକିଂ କରିବା ପାଇଁ ଡାକନ୍ତି। ବଗୁଲାର ପରୀକ୍ଷା ଟାଇମ୍ ସରିଯାଏ ଏବଂ ବଗୁଲାର ପରୀକ୍ଷା ବିଲକୁଲ ଭଲ ହେଇନଥାଏ। ଆରେ ବଗୁଲା, ଏ ବର୍ଷ ପାସ୍ ହେଇପାରିବୁ ତ? ବାପା, ମୁଁ ଜଗନ୍ନାଥଙ୍କୁ 100 ନଡ଼ିଆ ପଠେଇବି ଆଉ ପାସ୍ ହେଇଯିବି। ତୁ ସେ ବାଜେ କଥା ଆଉ କହନା। ଯଦି ପାସ୍ ନ କରିଛୁ, ଗାଁରେ ଗୋରୁ ଚରେଇବା ପାଇଁ ଯିବୁ, ବୁଝିଲୁ? ଆରେ ବଗୁଲା, ତୋର କ'ଣ ହେଲା? ତୁ ପୁରା ଆଜି ମାତୃଭାଷା ପରୀକ୍ଷା ଭଲ କରିଥିବୁ ନାହିଁ? ଆଉ କିଛି କହନା ସିନୁ, ମୁଁ ଯଦି ଟିକେ ଭଲ ପରିଶ୍ରମ କରିଥାନ୍ତି, ଆଜି ଏମିତି ଦିନ ଦେଖିବାକୁ ପଡ଼ିନଥାନ୍ତା। ବଗୁଲା କିନ୍ତୁ ଭାବୁଥାଏ, ସିନୁ ଯଦି ଫାର୍ଷ୍ଟ କ୍ଲାସ୍ ପାସ୍ କରିବ ତାହେଲେ ସେ ଆଉ ମୁହଁ ଦେଖେଇ ପାରିବନି। ସେ ଯେମିତି ହେଲେ ସିନୁକୁ ଏକ୍ଜାମରୁ ଫେଲ୍ କରିବା ପାଇଁ ଚିନ୍ତା କରୁଥାଏ। ତା ପହର ଦିନ ଇଂରାଜୀ ପରୀକ୍ଷା ଥାଏ। ସବୁ ଟେଷ୍ଟ ପେପରକୁ କାଟିକି ଲୁଚେଇ ଦେବି ଆଉ ପରୀକ୍ଷା ସମୟରେ ଆରାମରେ ଲେଖିବି। ହଁ, ଆଉ ସିନୁଠୁ ଅଧିକ ମାର୍କ ରଖିବି ଇଂରାଜୀ ପରୀକ୍ଷାରେ। ବଗୁଲା ଏମିତି ବିଚାର କରି ପରୀକ୍ଷା ଦେବା ପାଇଁ ଯାଏ। ସବୁ ପିଲା ବସ୍ରେ ବସି ପରୀକ୍ଷା ସେଣ୍ଟରକୁ ଯାଆନ୍ତି। ସିନୁ ଇଂରାଜୀ ପରୀକ୍ଷା ଭଲ କରିଥାଏ ଆଉ ଏମିତି ତାର ସବୁ ପରୀକ୍ଷା ଭଲ ହୋଇଥାଏ। ଏମିତି କଥାବାର୍ତ୍ତା ହୋଇ ସେମାନେ ବସ୍ରେ ଘରକୁ ଫେରିଯାଆନ୍ତି। ସବୁ ପିଲାମାନେ ମଧ୍ୟ ପରୀକ୍ଷା ଭଲ ହୋଇଥିବାରୁ ଘରକୁ ଖୁସିରେ ଫେରୁଥାନ୍ତି ଆଉ ରାସ୍ତାରେ ସମସ୍ତେ ଖାଇବାକୁ ଓହ୍ଲାଇଥାନ୍ତି। ଆରେ ଚାଲ, କିଏ କ'ଣ ଖାଇବ, ଚାଲ। ଏଇଟା ପରା ମୋ ମାମୁଁର ଦୋକାନଟା। ଏ ସିନୁ, ତୁ ଏଥର ଫେଲ୍ ହବୁ।
ମୁଁ ପାସ୍ କରିବି ଆଉ ଗୋଟେ ବଡ଼ କଲେଜରେ ନାମ ଲେଖେଇ ବହୁତ ସାରା ମସ୍ତି କରିବି। ହଉ, ରେଜଲ୍ଟ ଆସୁ ଜଣା ପଡ଼ିବ। ଏତେ ଭାଉ ମାରନା ତୁ। ଆଉ ସେପଟେ ବଗୁଲାର ମା ସିନୁ ମା ପାଖରେ ସେମିତି ବାହାଦୁରୀ ମରା କଥା କହୁଥାଏ। ଆମ ବଗୁଲା ଦିନ ରାତି ଏକ କରି ପରୀକ୍ଷା ପାଇଁ ପଢ଼ିଛି। ସିଏ ଏଇ ବର୍ଷ ଫାଷ୍ଟ କ୍ଲାସରେ ପାସ୍ କରିବ। ତା ବାପା ବଗୁଲା ପାଇଁ ଗୋଟେ ନୂଆ ବାଇକ୍ କିଣିଦେବେ। ହଁ, ଆମ ସିନୁ ପାସ୍ କରିବ, ହେଲେ ଆମେ ତାକୁ ଭଲ କଲେଜରେ ଆଡ଼ମିସନ୍ କରିବୁ। ଏମିତି କଥା ସବୁ ଶୁଣି ସିନୁ ମନ ଦୁଃଖରେ ଥାଏ। ହେଲେ ପରୀକ୍ଷା ରେଜଲ୍ଟ ଆସିବାର ଟାଇମ୍ ମଧ୍ୟ ହୋଇଯାଏ। ତା ପହର ଦିନ ମା ମୁଁ ଫାଷ୍ଟ କ୍ଲାସରେ ପାସ୍ ହେଇଯାଇଛି। ମୁଁ ଆଜି ବହୁତ ଖୁସି। ହେ ଜଗନ୍ନାଥ, ତମକୁ 100 ପ୍ରଣାମ। ସେପଟେ ବଗୁଲା ଫେଲ୍ ହୋଇଯାଇଥାଏ। ତା ବାପା ତାକୁ ବହୁତ ମାରୁଥାନ୍ତି।